ସାଙ୍ଗମାନେ ଆଜି ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଆଜି ରୋହି ରାମକୁ ମଧ୍ୟ ମେଡିକାଲକୁ ପଠାଇ ଦେଇଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଆଜି ରୋହି ଚାଲାକି କରି ପରିବାର ଆଗରେ ଚିକିର କଥା ଲୁଚିବା ପାଇଁ ସମସ୍ତଙ୍କୁ ଫିଲ୍ମ ହଲ୍ ନେଇଯାଉଥିବ। ଆଉ ଏହି ସମୟରେ ରାମ କହୁଛନ୍ତି ଏ ରୋହି କିଛି ଗଡ଼ବଡ଼ କରିଛି, କାରଣ ଏ ରୋହି କହୁଛନ୍ତି ମୋ ଚିକି ବାହାରକୁ ଗଲା, କିନ୍ତୁ ମୋବାଇଲ ଟ୍ରାକ୍ ତ ଏ ଘର ଭିତରେ ହିଁ ଦେଖାଉଛି। ମୋତେ ଏବେ ଯାଇ ପୋଲିସ ଷ୍ଟେସନରେ କମ୍ପ୍ଲେନ୍ ଦେଖିବାକୁ ପଡ଼ିବ। ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ଆଜି ଚିକି ମମିକି କହୁଛନ୍ତି ହେ ମା ଦୁର୍ଗା, ମୋତେ ତୁ ପୁନର୍ଜନ୍ମ ଦେଲୁ, ଆଉ ଏତେ ଜଲ୍ଦି ଏ ପୁନର୍ଜନ୍ମକୁ ଏମିତି ବିଫଳ ହେବାକୁ ଦେଇନି। ମୋତେ ମୋ ଇଂଲିଶ ମିଡ଼ିୟମ ପାଖରେ ପହଞ୍ଚି ଦେ। ଆଉ ଏତିକିବେଳେ ମା ଦୁର୍ଗା ଚିକିଙ୍କ କଥା ଶୁଣି ରାମଙ୍କ ଗାଡ଼ିରେ ଗୋଟେ ଫୁଲ ଦିଅନ୍ତି। ଆଉ ରାମ ସେ ଫୁଲକୁ ଦେଖି ବୁଝିଯାଆନ୍ତି ଚିକି କିଛି ନା କିଛି ବିପଦରେ ପଡ଼ିଛି। ଆଉ ଏମିତି କହି ପୁଣି ଥରେ ସେ ଘରକୁ ରିଟର୍ଣ୍ଣ କରନ୍ତି ଆଉ ଚିକିକୁ ଖୋଜିବାକୁ ଚାହାନ୍ତି। କିନ୍ତୁ ଚିକି ଦେଖୁଛି ଯେଉଁ ଇଟାକୁ ସେ ମାଙ୍କ ପାଖରେ ପୂଜା କରି ଆଣିଥିଲା ସେ ଇଟାଟି ତା ସାମ୍ନାରେ ଅଛି। ଆଉ ଚିକି ଜୋରସେ ସେ ଖାନ୍ଦକୁ ମାରି ଗୋଟେ ଇଟାକୁ ତଳେ ପକାଇ ଦେଉଛି। ଆଉ ରାମ ଦେଖୁଛନ୍ତି ସେ ଇଟା ପାଖରେ ଚିକିକୁ ମୁହଁ ଦେଖାଯାଉଛି। ଆଉ ରାମ ଯାଇ ଚିକିକୁ ବଞ୍ଚାନ୍ତି ଆଉ କୁହନ୍ତି ଚିକି ତମର ଅବସ୍ଥା ଏମିତି କିଏ କଲା। ଆଉ ଠିକ୍ ଏ ସମୟରେ ରୋହି ଆସିବ ଆଉ କହିବ ଯେ ଏ ଚିକିର ଗୋଟିଏ ବୋଲି ଶତ୍ରୁ ମୁଁ, ଆଉ ମୁଁ ଥିବା ଯାଏ ଚିକିକୁ କେବେ ବି ଶାନ୍ତିରେ ରହିବାକୁ ଦେବିନି। ଏକଥା ଶୁଣି ରାମ ରାଗି ଯାଉଛନ୍ତି ଆଉ ଚିକି କଥା ମାନି ସେ ରୋହିକି ମାରିବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି? ଏବେ ପରିବାର ଆଗରେ ସାମ୍ନାରେ ରୋହିର ସତ ଆସିବ? ଯଦି ହଁ ଆମକୁ ୟେସ୍ ବୋଲି କମେଣ୍ଟ କରିବେ।